ପ୍ରଥମ କଥାଟି ହେଉଛି ଆତ୍ମଦେବ ନାମକ ଜଣେ ବ୍ରାହ୍ମଣ ଥିଲେ। ତାଙ୍କର ପୁଅ ଝିଅ କିଛି ନଥିଲେ। ତାଙ୍କ ସ୍ତ୍ରୀଙ୍କର ନାମ ଥିଲା ଧୁନ୍ଦୁଲି। ଆତ୍ମଦେବ ଯୋଉ ଚରିତ୍ରର, ଧୁନ୍ଦୁଲି ସେଇ ଚରିତ୍ରର ନୁହଁ। ଯେଉଁ ପରିବାରରେ ସ୍ୱାମୀ ସ୍ତ୍ରୀ ଜୀବନ ଭିତରେ ପରସ୍ପର ଭିତରେ ଯଦି କଥା ହେଉ ବା କାମ ହଉ, ତା ଭିତରେ ଯଦି କିଛି ସଂଘାତ ସୃଷ୍ଟି ହୁଏ, କଳିତ କରାର ହୁଏ, ତାହେଲେ ଘରଟା ନର୍କରେ ପରିଣତ ହୁଏ। ଆତ୍ମଦେବ ସେ ଧୁନ୍ଦୁଲିର କଟୁକ୍ତି ଭାଷାକୁ ସେ ଆଉ ସହ୍ୟ କରିପାରିଲେ। ସେ ତୀର୍ଥ ପର୍ଯ୍ୟଟନ କରିବା ପାଇଁ ଗଲେ। ବହୁ ତୀର୍ଥ ପର୍ଯ୍ୟଟନ କଲେ। ସେଇ ତୀର୍ଥରେ ଜଣେ ସନ୍ଥଙ୍କୁ ଭେଟିଲେ। ଆରେ ପିଲାକୁ ନେଇଯାଅ ସାର୍। ତୀର୍ଥରେ ଜଣେ ସନ୍ଥଙ୍କୁ ଭେଟିଲେ। ସେ ସନ୍ଥ କୃପା କରି ଗୋଟିଏ ଫଳ ଦେଲେ। ସେ ଫଳଟିକୁ ମାନେ ଧୁନ୍ଦୁଲିକି ଦବା ପାଇଁ ସେ ଆଦେଶ କଲେ। ଏବେ ସାଧୁ ସନ୍ଥ ମାନଙ୍କ କଥାରେ ବେଳେ ବେଳେ ତାଳମେଳ ରହୁନି। କିଏ ଯଦି ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ମାଳିକା କଥା କହି ଅମକ ମସିହାରେ ପୃଥିବୀ ଧ୍ୱଂସ ହବ, କିଏ କହୁଛି ଅମୁକ ମସିହାରେ ଅମୁକ ହବ, କିନ୍ତୁ କୌଣସି କଥାର ଗୋଟେ ତାଳମେଳ। ଯାହା କରିବେ ସାଇଁ ତାହା କାହାରି ହାତରେ ନାହିଁ। ଆମେ କହିଦେଲେ ବିଶ୍ୱର କ'ଣ ଗୋଟେ ହେଇଯିବ, ସେ କଥା ଆଦୌ ନୁହେଁ। କିନ୍ତୁ ବିଶ୍ୱର ଶାନ୍ତି ପାଇଁ, ଜୀବଜଗତର ଶାନ୍ତି ପାଇଁ ଆମକୁ ପ୍ରାର୍ଥନା କରିବାକୁ। ଯଦି ଆମେ ପ୍ରାର୍ଥନା ନ କରିବା, ଯେଉଁମାନେ ତ କରୁନାହାନ୍ତି, ସେ ତାଙ୍କର ମଦ ବୋତଲ ଧରି ତାଙ୍କର ଚାରିଆଡ଼େ ବୁଲୁଛନ୍ତି। ଯେଉଁମାନେ ଭଗବାନ ବୋଲି ଜଣେ ଶକ୍ତି ବିଶ୍ୱର ପରିଚାଳନା କରୁଛନ୍ତି, ଏଇ ବିଶ୍ୱାସ ଯେଉଁମାନଙ୍କର ଅଛି, ସେମାନେ ଯେତେବେଳେ ଭଗବାନଙ୍କୁ ପୂଜା କରିବେ ବା ପ୍ରଣାମ କରିବେ, ସେତେବେଳେ ବିଶ୍ୱର ଶାନ୍ତି ପାଇଁ ପ୍ରାର୍ଥନା କରିବା ଉଚିତ। ଆମର ଶାନ୍ତି ପାଠରେ ଲେଖା ହେଇଛି, କାଳେ ବର୍ଷନ୍ତୁ ପର୍ଯ୍ୟନ୍ତ
ପୃଥିବୀ ଶସ୍ୟ ଶାଳୀ। ଏହାର ତତ୍ତ୍ୱ କ'ଣ? ଠିକ୍ ସମୟରେ ବର୍ଷା ହଉ, ପୃଥିବୀ ଶସ୍ୟ ଶ୍ୟାମଳାରେ ପୂର୍ଣ୍ଣ। ଆମେ ଭାବୁଛୁ କ'ଣ ବର୍ଷା ଆସିଲା, ଆମେ ଧାନ ବୁଣିଲୁ କି ତଳି ପକେଇଲୁ କି କ'ଣ କଲୁ, ଏତେ ଭରଣ ଧାନ ଆମେ ଅମଳ କଲୁ। ଏଇଟା ହେଉଛି ଆମ କଥା। ପ୍ରକୃତରେ ଏଇଟା ଆମ କଥା ନୁହେଁ। କାଳେ ବର୍ଷନ୍ତୁ ପର୍ଜନ୍ୟ ପୃଥିବୀ ଶସ୍ୟଶାଳୀ। ଭାରତ ଶସ୍ୟଶାଳିନୀ ବୋଲି କୁହାଯାଏ। ସମଗ୍ର ପୃଥିବୀ ପାଇଁ ଏଠି ପ୍ରାର୍ଥନା କରାଯାଏ। ସେଇ କଥାକୁ ସ୍ମରଣ କରି ଆପଣମାନେ ପ୍ରତ୍ୟେକ ଦିନ ନିଜର ବ୍ୟକ୍ତିଗତ କଥା ବା କାମନା କରିବା ସହିତ ପୃଥିବୀର ଶାନ୍ତି ପାଇଁ ପ୍ରଭୁଙ୍କୁ, ଆପଣଙ୍କ ଇଷ୍ଟ ଦେବଙ୍କୁ ଟିକେ ଜଣା। ଆତ୍ମଦେବ ଯୋଉ ଫଳଟି ଆଣିଲେ ସେ ଧୁନ୍ଦୁଲିକି ଦେଲେ। ଧୁନ୍ଦୁଲି ସେ ଗୋଟେ ଏମିତି ଚରିତ୍ରର ନାରୀ ଥିଲେ। ମୁଁ ଗୋଟାଏ ଗର୍ଭରେ ଗୋଟେ ସନ୍ତାନକୁ ଧାରଣ କରିବି, ଇଏ କଷ୍ଟ ମୁଁ କରିପାରିବି ନାହିଁ। ମୋତେ ସେଗୁଡ଼ାକ ଭାରି ଅଡୁଆ। ଆଜି ବି ସେଇଭଳିଆ ମନୋବୃତ୍ତିର କିଛି ମା ମାନେ ଅଛନ୍ତି। ତେଣୁ ସେ କ'ଣ କଲେ, ତାଙ୍କ ସାନ ଭଉଣୀ ଫଳଟିକୁ ଗୋଟେ ଗାଈକି ଖୁଆଇଦେଲେ। ସେ ଫଳଟାକୁ ଗାଈ ଖାଇଲା, କିନ୍ତୁ ତାଙ୍କ ସାନ ଭଉଣୀ ସହିତ ଗୋଟାଏ ବିଚାର ବିମର୍ଶ କଲେ। ତୋର ତ ଗର୍ଭ ଅଛି, ମୁଁ ବର୍ତ୍ତମାନ ଗୋଟାଏ ନକିଲି ଗର୍ଭ ଧାରଣ କରିଥିବା ନାରୀ ହେବି। ପେଟରେ କିଛି ଲୁଗା ଫୁଗା ବାନ୍ଧିଦେଲେ ପେଟଟା ଟିକେ ଉଚ୍ଚା ଦେଖାଯିବ, ଲୋକ ଭାବିବେ ଆର ଗର୍ଭ ଅଛି। ତୁ ଯୋଉ ପିଲାଟି ଜନ୍ମ କରିବୁ ତୁ ମତେ ଦେଇଦେବୁ। ଏଇଭଳି ଭାବରେ ଗୋଟେ କୌଶଳ ଅବଲମ୍ବନ କରି ଯେଉଁମାନେ କାର୍ଯ୍ୟ କରନ୍ତି ତାର ଫଳ ସେମାନେ ନିଶ୍ଚିତ ଭୋଗ କରନ୍ତି। ମିଥ୍ୟା ଲାଞ୍ଚ ଖର୍ଚ୍ଚ ଯେମିତି ଗାଁ ଗହଳିରେ ଏ ସବୁ ଆଜି ବି ଚାଲିଛି, ସେଇଭଳିଆ କଥା ଯୁଗେ ଯୁଗେ ଅଛି। ଆଉ ସେମାନଙ୍କ ପାଇଁ ଦଣ୍ଡ ମଧ୍ୟ ଅଛି। ଗୀତା କୁହନ୍ତି ଦଣ୍ଡୋ ଦମୟତାମସ୍ମି ନୀତି ରଶ୍ମି ନିଗୀତା। ଦୋଷୀ ପାଇଁ ଦଣ୍ଡ ମଧ୍ୟ ଅଛି। ଆପଣ ଗୋଟାଏ ଦୋଷ କଲେ, ପୋଲିସ ବାବୁଙ୍କୁ କହିକିରି ଥାନାରୁ ଖସିଗଲେ, ପୁଣି କୋର୍ଟରେ କେ ମୋକଦ୍ଦମା କଲେ, ସେଠି ମଧ୍ୟ ଖସିଗଲେ ନିର୍ଦ୍ଦୋଷରେ। ଆପଣ ବାହାରେ ଦିନିମ ବାଡ଼େଇବେ,
ମୁଁ ଦୋଷୀ ନୁହେଁ, ମୁଁ ନିର୍ଦ୍ଦୋଷରେ ଖଲାସ ହେଇଛି। ये कथा सिना मनीष समाज भितर आपण कहे, किंतु दोषी पाई दंड से लेखा होकरी रही। तू या करिचु तते यही फल दिया। जदि काम करने भितर किछि भूल हुए तापई दंड, किंतु भूल करू करू जदि आपण भल काम कले किछि आशीर्वाद पाइला बळे कर्म करिवे, ताहले आपण से दंडरू मुक्ति पाइबे। दुईटी सांग जाउथिले सत्संग करिबा पई गुरुंका आश्रम। गोटिए सांग देखिला बाटरे गोटिए बेश्यालय अछि। से अपर सांग को कहला, आमे तो सबुदिन सत्संग करूछु, आज मु जाउची बेश्यालय को मु जाउची, तू जा आश्रम। ये ताकू जेते बुझेला सी आउ बुझिला। बेश्या घरे रही राति पाइला, ये जे सत्संग करुले ये सत्संग करी मध्य आंकर भी राति पाइला। राति जेतबेले पाइगला, दुई जन जाक आसिले, बाटरे देखा हेले। जणे जनकू खतेई हेला भलिया कहला, तू काली जाइथिलु सत्संग को कौन पाइलु? मु जाइथिली बेश्यालय। मु बाटरू ए बाटरे मो गोड़ टिके भांगी गला, टिके कष्ट हो, गोटे एमतिया जंत्रणा पाई। तू जाइलु कौन पाइल? सत्संग ना, मु 100 टंका पाइली। बाटरे 100 टंका पड़ी थिला, मु ताकू आनिली। तमाने एथि कथाटा विपरीत हो गला। जिए जाइथिला बेश्यालय को सेई पाइला 100 टंका। जिए जाइथिला सत्संग को ता गोड़टी टिके भांगी गला। तेणु सत्संग बड़ ना बेश्यालय बड़? उभयंक भितर कथा कटाकटी हेले। ये दुई जन जाक कहले, आमे काई कजिया करिबा, आमर तो गुरु अछंती, चलो गुरु पाखक जीवा। गुरु जहा कहबे सेइटा को मानिगला। गुरु पाखरे पहुंचिले, गुरु तांको पचारे कुआड़े आइल। सी जो कहले आमे एइथि पे आइछु। सी जाइला सत्संग को 100 टंका पाइला, कि मु जाइथिली बेश्यालय को। सी जाइथिला बेश्यालय को, सी 100 टंका पाइला। मु जाइथिली सत्संग को, गोटे खाले गोड़ पड़गला, माने टिके खंडिया हो गला। गुरुदेव ध्यानस्थ। तमे तमर काली 1000 टंका बाटरू पाइबा कथा, ये बेश्यालय को जाइथिबा लोक को कहले, तमे मोटे 100 टंका पाइकिरी कौन एते गर्व करुच?
ତାମାନେ ତୁମେ ଜୀବନରେ 900 ଟଙ୍କା ହରେଇଲ। ଯେହେତୁ ସତସଙ୍ଗକୁ ଛାଡ଼ି ତମେ ବେଶ୍ୟାଳୟକୁ ଗଲ। ତାପରେ ଦ୍ୱିତୀୟ ଭକ୍ତଙ୍କୁ କହିଲେ ତମର ଗୋଟାଏ ଗୋଡ଼ ଭାଙ୍ଗି ଯିବା କଥା, ମାନେ ଗୋଡ଼ଟା ତମର ଟିକେ ମାନେ ଯେମିତି ହାଡ଼ ଭାଙ୍ଗି ଯିବା କଥା। ଯେ ତମର କ'ଣ ହେଇଛି? ନା ଗୁରୁଦେବ ମୋର କିଛି ହେଇନି, ଟିକେ ଖଣ୍ଡିଆ ହେଇଯାଇଛି। ଗୁରୁଦେବ କହିଲେ ଯେହେତୁ ତମେ ସତସଙ୍ଗକୁ ଯାଇଥିଲ, ତମ ପାଇଁ ଯୋଉ ବିପଦ ଆସିବା କଥା ସେଇଟା ଅଳ୍ପକରେ କଟିଗଲା। ତେଣୁ ଜୀବନରେ ଆପଣମାନଙ୍କ ପାଇଁ ବା ଆମମାନଙ୍କ ପାଇଁ ସତସଙ୍ଗ କରିବାର ଯେଉଁ ସୁଯୋଗ ଟିକକ ମିଳିଛି ବା ଯେତେବେଳେ ମିଳିବ ତାକୁ ହାତ ଛଡ଼ା କରିବେ ନାହିଁ। ଆତ୍ମଦେବ ସନ୍ଥଙ୍କ ଠାରୁ ଯେଉଁ ଫଳ ଟିକେ ଆଣିଥିଲେ ତାକୁ ଗାଈକି ଦେଇଦେଲେ। ଗାଈ ଜନ୍ମ କଲା ବେଳକୁ ଦେଖା ହେଲା ଗୋଟା ମଣିଷ ଛୁଆ ଜନ୍ମ ହେଇଛି, କିନ୍ତୁ ତାର କାନ ଗୁଡାକ ବହୁତ ବଡ଼। ସମସ୍ତେ ଆଶ୍ଚର୍ଯ୍ୟ ହେଲେ, ଗାଈଟା କେମିତି ଜନ୍ମ କଲା ମଣିଷ, ଆଉ ତା କାନ ଗୁଡାକ ବଡ଼ ବଡ଼। ଯାହା ହଉ ତା ନାଁ ଦିଆ ହେଲା ଗୋକର୍ଣ୍ଣ। ଇଏ ଯୋଉ ଧୁନ୍ଦୁଲି ଯୋଉ ସାନ ଭଉଣୀକି ଶିଖେଇ ନକିଲି ଛୁଆଟିଏ, ମାନେ ସିଏ ନିଜେ ଜନ୍ମ କରିନି, ତା ଭଉଣୀର ପୁଅକୁ ଆଣିକିରି ତା ସ୍ୱାମୀକି କହିଲା ମୋର ଗୋଟିଏ ପୁଅ କାଲି ରାତିରେ ହେଲା। ମାନେ କେତେ ଚତୁର, ମାନେ କେତେ ଚତୁରତା ଭାବରେ ସେ କହିଲେ। ଧୁନ୍ଦୁଲିର ପୁଅ ହେଇଥିବାରୁ ତା ନାଁ ହେଲା ଧୁନ୍ଦୁକାରୀ। ସେ ବେଶ୍ୟାବାଡ଼ିକି ଯାଏ, ମଦ୍ୟ ପିଏ, ଚୋରି କରେ, ଗୁଣ୍ଡାମି करे, दंगा हेंगाम करे। ये अशांति रे आत्मदेव आउ घरे रही पारे। से कहले मु देह त्याग कर दे, ये भली बालुंगा पुओ सांगू नहीं मु घर संसार करि पारि, शांति रे बंची पारि। आत्मदेव से देह त्याग कले, कि घरे रहिले किए? धुंदुकारी ये तो सबू सबू खराब काम जाक से करती। गोकर्ण भाईर एभली अवस्था देखी सीए मध्य घरे रही पारे। कहले मु जाऊँगी जंगल रे बुलिबी, देवादेवी की दर्शन करी, तीर्थाटन करी। ये बालुंगा टोका पाखे मु रही पारि। सी तीर्थाटन करने को गले, ये घरे सबू बेश्या मानू डाकी ये घरे गोटे प्रकार लीला कले। सबु बेले मध्य मादक बुड़ी रही। किछि दिन परे जो बेश्या मानू से घर को डाकी से बेश्या मान द्वारा
ସେ ଶେଷରେ ତାକୁ ବିଷ ଦେଇ ମାରିଦେଲେ। ତାର ଧନ ସମ୍ପତ୍ତିକୁ ବେଶ୍ୟାମାନେ ବାନ୍ତି କୁଟିକି ନେଇଗଲେ। ସିଏ ମରିଗଲା, ତାକୁ ଶୁଦ୍ଧ ବି କେହି ହେଇନାହାନ୍ତି। ଆଉ କେହି ତ ନାହାନ୍ତି ଶୁଦ୍ଧ କିଏ? ଗୋକର୍ଣ୍ଣ ତୀର୍ଥ ସ୍ଥାନରେ ରହି ସିଏ ସମ୍ୟକ ଭାବରେ ଜାଣିପାରିଲେ ଯେ ମୋ ଭାଇର ମୃତ୍ୟୁ ହେଇଛି। ସିଏ ଘରକୁ ଫେରି ଆସିଲା। ଘରେ ଆସି ଦେଖିଲା କିଛି ନାହିଁ, ସୁନା ରୂପା ତ ନାହିଁ, ବାସନ କୁସନ ନାହିଁ, କବାଟ ଝରକା ନାହିଁ, କି ଭାଇ ବି ନାହିଁ। ତେଣୁ ସେ ଅତ୍ୟନ୍ତ ମନ ଦୁଃଖରେ ଜୀବନରେ ସେ ବାପାଙ୍କୁ ହରେଇଥିଲା, ଶେଷରେ ଭାଇକୁ ବି ହରେଇଲା। ଏଇ ଯୋଉ ଭାବନା, ଏଇ ଭାବନା ଭିତରେ ତାର ଭାବ ସୃଷ୍ଟି ହେଲା। ସେ ଭାବଟି କଣ? ଶ୍ରୀକୃଷ୍ଣ ଗୋବିନ୍ଦ ହରେ কৃষ্ণ গোবিন্দ শ্রীকৃষ্ণ গোবিন্দ नारायण शब्द गोटे एमिटी शब्द जुगे जुगे नारायण शब्द प्रसिद्धि लाभ कर सत्य जुगरे नारायणंकर नाम थिला प्रसिद्ध मंत्र नारायणम परा आपण मैंने खाली कहे देवर्षि नारद सब बेले नारायण नारायण कह देवर्षि नारद नारायण कह तमें कौन कह तमें कौन नारायण को छाड़िकी आउ कौन कह खाली कह टका सुना हीरा मोती माणिक या कह सकाळु उठिबा मात्र के सही नारायण शब्द को उच्चारण कर त्रेतया जुगरे ऋषि माने जो नाम भजन करू से नाम भितर मध्य नारायण शब्द अछि राम नारायण ये
ହଉଛି ତ୍ରେତୟା ଯୁଗର ନାମ। ଯେତେବେଳେ ସକାଳୁ ଉଠି ନିତ୍ୟକର୍ମ ଗାଧେଇବା ପର୍ଯ୍ୟନ୍ତ, ଜଳଖିଆ ଖାଇବାକୁ ଯିବା ପର୍ଯ୍ୟନ୍ତ ଏଇ ମନ୍ତ୍ରଟିକୁ ସ୍ମରଣ କରିବେ। ତାପରେ ଦ୍ୱାପର ଯୁଗର ମନ୍ତ୍ରକୁ ପଢିବେ। ହରେ ମୁରାରେ ଯେତେବେଳେ କର୍ମ କରିବା ପାଇଁ, ପରିବାର ପ୍ରତିପୋଷଣ ପାଇଁ ଆପଣ ଯାହା କରନ୍ତୁ, ବ୍ୟବସାୟ କରନ୍ତୁ, ଚାକିରି କରନ୍ତୁ, ଯାହା କରନ୍ତୁ, କିନ୍ତୁ ନାରାୟଣ ଶବ୍ଦକୁ ଉଚ୍ଚାରଣ କରିବେ। ଏଇ ଯୋଉ ନାମଟି, ଏ ନାମ ଭିତରେ ବି ହରେ ମୁରାରେ ମଧୁକୈତ ବାରେ, ଗୋବିନ୍ଦ ଗୋପାଳ ମୁକୁନ୍ଦ ସୌରେ, ଯଜ୍ଞେଶ ନାରାୟଣ କୃଷ୍ଣ ବିଷ୍ଣୁ ନିରାଶ୍ରୟଂ ମାଂ ଜଗତ। ସନ୍ଧ୍ୟା ହେଲା କିମ୍ବା ରାତି ହେଲା, ବର୍ତ୍ତମାନ କଣ କରିବେ? ଟିକେ ଖାଇକିରି ଶୋଇବେ। ଶୋଇବା ମଧ୍ୟ ଗୋଟେ ଯୋଗ, ଠିକ ସମୟରେ ଖାଇବା ମଧ୍ୟ ଯୋଗ। ସେଇ ଭାବରେ ସନ୍ଧ୍ୟା ସମୟରେ ତୁମେ ଯୋଉଠି ଯୋଉ ଭାବରେ ଥାଅ, ନାମକୁ ସ୍ମରଣ କର। ସେ ନାମଟି କଣ? ଶ୍ରୀକୃଷ୍ଣ ଗୋବିନ୍ଦ ନାମଟିକୁ ସ୍ମରଣ କଲେ କଳି ତାପ ଆଉ ଲାଗିବ ନାହିଁ। ଆକୁ ଭାଗବତରେ ଦେବର୍ଷି ନାରଦ ମଧ୍ୟ କହିଛନ୍ତି। ଆପଣମାନେ ପ୍ରତ୍ୟେକ ଦିନ 4ଟି ଯୁଗ ଭୋଗ କରୁଛନ୍ତି। ବିଛଣାରୁ ଉଠିଲେ ଏଟା ହେଉଛି ସତ୍ୟ ଯୁଗ, ନିତ୍ୟକର୍ମ କରିଲେ ସେଟା ହେଉଛି ତ୍ରେତୟା ଯୁଗ, ପେଟ ପୋଷିବା ପାଇଁ କର୍ମକ୍ଷେତ୍ରକୁ ଗଲେ ସେଇଟା ହେଉଛି ଦ୍ୱାପର ଯୁଗ। ତାପରେ ବିଶ୍ରାମ ନେବା ପୂର୍ବରୁ ଯେଉଁ ସନ୍ଧ୍ୟା ଆସେ ତାକୁ ଆପଣ ଭୋଗ କଲେ ସେଇଟା ହେଉଛି କଳି ଯୁଗ। ଯୁଗେ ଯୁଗେ ସତ୍ୟ ହିଁ ଏକମାତ୍ର ନାରାୟଣ। ଯଦି ଏତେ ଗୁଡାକ ମୁଖସ୍ଥ କରିପାରିବେନି, ଖାଲି ଓମ୍ ନମୋ ନାରାୟଣାୟ, ଓମ୍ ନମୋ ନାରାୟଣାୟ, ଓମ୍ ନମୋ ନାରାୟଣ। ବର୍ତ୍ତମାନେ ଗୋକର୍ଣ୍ଣ ଏଇ ନାମକୁ ସ୍ମରଣ କରି ଧ୍ୟାନସ୍ଥ ହେଲେ, ତାଙ୍କୁ ଗୋଟାଏ ଶୂନ୍ୟ ବାଣୀ ତାଙ୍କୁ
ଶ୍ରବଣ ହେଲା। ସେ ଶୂନ୍ୟବାଣୀଟି କ'ଣ? ଯେ ଭାଇ ଧୁନ୍ଦୁକାରୀର ପ୍ରେତାତ୍ମା କହୁଛି, ହେ ଭାଇ ମୁଁ ଏପର୍ଯ୍ୟନ୍ତ ଉଦ୍ଧାର ହେଇନାହିଁ। ମୁଁ ମୋ ପାଇଁ ବାପା ଦୁନିଆରୁ ଚାଲିଗଲେ, ମୁଁ ଏମିତିଆ ଗୋଟିଏ କୁଳାଙ୍ଗାର, ମୋ ପାଇଁ ମା ବି ଗଲେ, ମୋ ପାଇଁ ଆପଣ ବି ଜଙ୍ଗଲକୁ ପଳେଇଲେ। ଇଏ ଘରର ଧନ ସମ୍ପତ୍ତି ସବୁ ଗଲା। ମୁଁ ମଦ ପିଇ ମାତାଲ ହେଲି ଯେଉଁ ବେଶ୍ୟାମାନଙ୍କ ପାଇଁ, ସେଇ ବେଶ୍ୟା ମତେ ମଦ ବିଷ ଖୁଆଇକିରି ମାରିଦେଲେ। ମତେ ସୁଧିବି କେହି, ତୁ ମତେ ଉଦ୍ଧାର କର। ତେବେ ଏଠି ଗୋକର୍ଣ୍ଣ ये बाणी की शुणी सी पुणी सेई इष्टदेव को बा परमात्मा को स्मरण कले। से स्मरण भितर आसिला भागवत पढ़। से जो धुंदुकारी प्रेतात्मा ये जो बाउंस गछटी अच्छी से बाउंस गछ भितर रहिबो। तुम्हें 7 दिन भागवत पढ़िबो। गोटिए गोटिए दिन बीती गले गोटिए बाउंस गंटी फुटिबो। 7 दिन रे 7टी बाउंस गंटी जितेबाला फुटिब सेतबाला धुंदुकारी उद्धार हो। आउ गोकर्णंकर तपस्या मध्य से तेणु से भागवत एथि पई पढ़िथिले। भागवत एथि पई 7 दिन भागवत पढ़ा जाए। तार पूर्व कथा होउची राजा परीक्षित को 7 दिन भितर सर्पाघात मृत्यु हब ये अभिशाप पाई सारिबा परे राजा परीक्षित गंगा कूल रे बसिचंती। ता औषध कौन? अपराध बा अभिशाप। मने रखंतु अपराध बा अभिशाप मुक्ति पाइबा पाई हमर बाबा वैकुंठनाथ ब्रह्मचारी गोटे पदरे कहिले नीति भागवत पढ़। हमर भागवत भी लेखा अच्छी परम शास्त्र तर्क पाषांड शास्त्र परम
ମୁଁ ଗୋଟାଏ ପଢ଼ିବି ତୁ ଗୋଟାଏ ପଢ଼ିବୁ। ମୁଁ ଏଠି ଗୋଟେ ଗାଁଣ ବଇଛି ତୁ ସେଠି ଗୋଟେ ଗାଁଣ ବଇଛୁ, କାନଟା ମୋ ଆଡ଼କୁ ପାତିବ ନା। ଆଉ ତେଣୁ ଏ ଭାଗବତ ଧର୍ମ କଥା ହେଳେ ଏ ଭାଗ ଭାଗ କହିଲେ ଭାବ, ଦୁର୍ଜୟ ଦେହ କହିଲେ ଭାବ ବା ଜ୍ଞାନ, ଗ କହିଲେ ଗତିଦାତା। ଆମ ଜୀବନର ଗତିଦାତା କିଏ? ଆମ ଜୀବନକୁ ଅପରାଧ ବିମୁକ୍ତ କରେ କିଏ? ସେଇ ଯୋଉ ଗ ଅକ୍ଷରର ଗୁରୁ। କାଲି ସେ ପଦଟି ଗୋଟେ କହୁଥିଲି, ଗୁରୁ ଗୋବିନ୍ଦେ ଦିଅ ଯଦି ଜୀବନରେ ଗୁରୁଙ୍କୁ, ଗୁରୁ ଆଉ ଗୋବିନ୍ଦ ଇଏ ଦି ଜଣଙ୍କୁ ଯଦି ଠିକ ଭାବରେ ଚିନ୍ତା କରୁଥିବ ତାହେଲେ ଭବ ସଂସାର ଉଦ୍ଧାର ହବ। ଆଉ ଆମ କାଳିଆ ନନା ଯେମିତି କହିଲେ, ମାନେ ପୁରା ଆଙ୍ଗୁଠି ଗେଞ୍ଜିକିରି କହିଲେ ଯେ ବଳିଆ ଯିଏ ଅନନ୍ତ ସିଏ। ଏକଥା କହିବାକୁ ତମକୁ ଅନୁମତି ଦେଲା କିଏ? ତମେ କେମିତି ଜାଣିଲ ମୁଁ ଅନନ୍ତ ବୋଲି? ଏମିତି ସବୁ କହିକିରି କିଏ କହୁଛନ୍ତି ଆମ ଗୁରୁ ହଉଛନ୍ତି କୃଷ୍ଣ, କିଏ କହୁଛନ୍ତି ମାନେ କିଏ କହୁଛନ୍ତି ଆମ ଗୁରୁ ହଉଛନ୍ତି କଳ୍କି। ସେମିତି ପ୍ରଚାର ଆଦୌ କରିବ ନାହିଁ। ବାୟା ଗୋଟିଏ କଥାରେ କହିଲେ, କଥା ପ୍ରସଙ୍ଗରେ, ଯତ ଗୁପ୍ତ ତତ ସତ୍ୟ। ତୁମେ ଯଦି ଗୁପ୍ତ ନ ହବ ତାହେଲେ ଶକ୍ତିବାନ ହେଇପାରିବ ନାହିଁ। ହଁ, ତୁମେ ବହୁତ ଅନୁଭୂତି ଜାଣିଛ, ବହୁତ ଅନୁଭୂତି ଜାଣିଛ। ତୁମେ କେତେ ଅନୁଭୂତି ଜାଣିଛ? ଯିଏ ଅନନ୍ତ, ତାର ମହିମା ଅନନ୍ତ, ତାର ବିଭୂତି ଅନନ୍ତ। ତମେ 4-5ଟା କଥା ଜାଣିଥିବ, ଏଇଥିରେ ମୁଁ ଅନନ୍ତ ହେଇଯିବି। ଯାହା ହଉ ଆଜି ମଣ୍ଟୁ ଭାଇ ଖାଲି ଗଦା କରି ପକେଇଲେ ହରେ କୃଷ୍ଣ ଭଳିଆ। ତେଣୁ ଜୀବର ଗତି ଅନୁଭବ ଉଦ୍ଧବେ କହିଲେ ମା। ତୁମେ କଣ ଅନୁଭବ କରିଛ ସେ କଥା କହିଥିଲେ ଭଲ ହେଇଥାନ୍ତା। ଆଉ ମଣ୍ଟୁ ଭାଇ କହିଲା, ମଣ୍ଟୁ ଭାଇ କାହିଁ କହୁନି? ହାରମୋନିୟମ କାହିଁ ବଜଉଛି? ସେ
ତା ଘରକୁ ଆଇଛି, ତା ଗାଁରେ ତ ଅଛି, ତା ଅନୁଭୂତି କହୁନି। ଆର ବର୍ଷ କାହିଁ କହିଲାନି? କରୋନା ଗଲାଣି, 4 ବର୍ଷ ହେଲାଣି, ଗପିଲେ କ'ଣ ହବ? ତେବେ ସଜ୍ଜନ, ପ୍ରକୃତରେ ଯଦି ଦୁନିଆରେ କେହି ବଡ଼ ଥାଆନ୍ତି, ସେ ହେଉଛନ୍ତି ଜୀବନ ପାଇଁ ଗୁରୁ ଆଉ ଗୋବିନ୍ଦ। ଭାଗ କହିଲେ ବ୍ରହ୍ମ, ବର ଏତେ ଅର୍ଥ ଅଛି। ବ କହିଲେ ବାୟୁ, ବ କହିଲେ ବରୁଣ, ବ କହିଲେ ବହ୍ନି, ବ କହିଲେ ବସୁଧା, ବ କହିଲେ ବ୍ୟାମ ବା ଆକାଶ, ଇଏ ସବୁ ହଉଛି ବ। ଇଏ ଅଧମ ସେଇ ବ ଋତୁରେ ଜନ୍ମ ହେଇଥିଲା, ବସନ୍ତ ଋତୁ। ଇଏ ଅଧମ ସେଇ ବ ଅକ୍ଷର ଗର୍ଭରୁ ଆସିଲା, ସିଏ ହଉଛି ବସନ୍ତ ଦେବୀ। ତେଣୁ ମୋର ମାନସ ଗୁରୁ ହଉଛନ୍ତି ସେଇ ବ ଅକ୍ଷରର ବାୟା। ଆମେ ସବୁ ବଳଦେବଙ୍କ ମଣ୍ଡଳର ଲୋକ। ବଳଦେବଙ୍କ ଆମର କେନ୍ଦ୍ରାପଡ଼ାର ବଳଦେବଙ୍କ ରଥଟିର ନାଁ ହେଉଛି ବ୍ରହ୍ମ ତାଳଧ୍ୱଜ। ଏଇ ବ ଅକ୍ଷରରେ ବାପା ବୋଉ, ଆଉ ସବୁ ତ ସେ ବ ଅକ୍ଷର। ତେଣୁ ଜଗନ୍ନାଥଙ୍କର ବଡ଼ ଦାଣ୍ଡ, ଜଗନ୍ନାଥ ବଡ଼ ଠାକୁର, ଜଗନ୍ନାଥଙ୍କ ପତାକା ବଡ଼ ପତାକା। ये दुनियारे जदि कहीं बड़ थाए, बड़ एका कला ठाकुर। दुनियारे जदि कहीं दुख शुणे, से ही एका कला पथर। भागव आउ विशेष कहवाई किसी आवश्यक नहीं। तो कहले तत्व, सबु कथार गोटे तत्व। जहा जहा कहीदेले से कौन तत्व हो? तुम्हें जहा कह ताकू जबरदस्ती कहवा तुमको मानवा को बाध्य। तुम बापा राणे, माँ राणे, पुओ राणे, झील राणे, तुम एक कथा मान। एमितिया कथा कह तमें कहले से आपे आपे माने। आउ तमे माने जमती घोड़ा बेपार भलिया तमें टंका पैसा दे लांच दे ताकू जो कथा कहवा कथा नुहे से कथा कहब से धर्म प्रचार हम नहीं, से लोक हसवे। आमर जने पाला गायिका ता ना कौन मूल्य लक्ष्मीप्रिया, से गोटे बलियार जन्म संपर्क गोटे पाला से करू। जो मानकर नुआ पुओ झील होउचंदी से गायिका को डाकुचंदी। से तार कौन गाउची ता भीतर गाऊ गाऊ मत गोटा कौ टिके बेसी टेकिकी कहीदे से पंझाए बाहर कह तमें कौन बलियार प्रचार करने पैसा देच? पैसा कहीं नेबी? मु गुरु को प्रचार करुच्ची पैसा कहीं नेबी? ये एमती है ये पुणी कौन ताको फेसबुक रे छाड़िले ये कले एमती सब नाना आदि कथा। तेणु मोर प्रशंसा
ମୋ ଆଗରେ କେବେ ବି କେହି କରିବନି। ତମେ ଯେତେ ଟେକ ମୁଁ ସେଇ ଝାଡୁଦାର ଭଳିଆ। ମୁଁ କେବେ ହେଲେ ତମ କଥାରେ ଅନନ୍ତ ହେବିନି। ବଳିଆକୁ ପଛେ ଅଳିଆ ଗଦାରେ ପକାଇ ରଖନ୍ତୁ ତୋର କର୍ମଚାରୀ ଜଗତ ମଙ୍ଗଳ ପାଇକି ମଙ୍ଗଳ ପ୍ରତି ଜନ ମନେ ପଡୁ। ତେଣୁ ମୋ ନାଁ ହଉଛି ଝାଡୁଦାର ପୂଜ୍ୟ ପୂଜକ ବଳିଆ। ଏ କଥାଟି ହଉଛି ଆମର ମୋ ଅନ୍ତର୍ନିହିତ କଥା। ତାର ଅର୍ଥ ନୁହେଁ ଯିଏ ମତେ ଅନନ୍ତ ରୂପରେ ପୂଜା କରୁଛି, କୃଷ୍ଣ ରୂପରେ ପୂଜା କରୁଛି, ସେ ଯେ ଭୁଲ କରୁଛନ୍ତି ତା ମୁଁ କହୁନି, କିନ୍ତୁ ଭିତରେ ରଖ। ତମେ ଯଦି ଜୀବନରେ କିଛି ଅନୁଭବ କଲ ତାକୁ ଭିତରେ ରଖ, ତାକୁ ବାହାରକୁ ପ୍ରକାଶ କର ନା। ତୁମେ ଯେତେ ପ୍ରଚାର କରିବ ସେ ସେତେ ପଚରା ହେଇଯିବ। ତେଣୁ ସଜ୍ଜନ, ଇଏ ହଉଛି ଭାଗବତର ତତ୍ତ୍ୱ। ଦିନ ଥିଲା ପ୍ରତ୍ୟେକ ଗାଁରେ ଭାଗବତ ଟୁଙ୍ଗିଥିଲା। କୀର୍ତ୍ତନ ମଣ୍ଡଳୀଙ୍କର ଆଖଡ଼ା ଥିଲା, ଏ ଗାଁରେ ବି ଥିଲା। ଏ ଗାଁରେ ଆଉ କୀର୍ତ୍ତନ ମଣ୍ଡଳୀ ଅଛନ୍ତି କି ନାହିଁ ମୁଁ କାହିଁ ଜାଣିପାରୁନି। ଥିଲେ ତ ଏଠିକି ଆସିଥାନ୍ତେ। ଭାଗବତ ଟୁଙ୍ଗି ଅଛି ବୋଲି ମୁଁ ଶୁଣୁଛି, କିନ୍ତୁ ଭାଗବତ ଟୁଙ୍ଗି ଅଛି, ସବୁଦିନେ ଭାଗବତ ପଢା ହଉଛି, ସେ କଥା ଆଜି ହଜି ଯାଇଛି। ଓଡ଼ିଆ ଘରଣୀ ସଞ୍ଜ ଦୀପ ଯେଉଁ ପୋଥି ଆଜି ଏବେ ବି ଗାରୁ ଭାଗବତ ଟୁଙ୍ଗି ଏବେ ଭାଗବତ ପଡ଼ି ଯାଉ ଆଜି। ଆପଣ ମାନଙ୍କୁ କଣ କହିବା, ଖାଲି ନମଇ ନୃସିଂହ ଚରଣ ଏଇ ଗୋଟିଏ ଧାଡ଼ିରେ ଭାଗବତ ସରିଯିବ। ନମଇ ନୃସିଂହ ଚରଣ ଆଉ ସାଡ଼କୁ ଯିବା ଦରକାର। ସେ ଅନାଦି ପରମ କାରଣ, ସେ ଆହୁରି ବଡ଼ କଥା। ଏଇ ତ 7 ଦିନରେ ସରିଯିବ ଆଉ କଥା ଆଉ। ତେଣୁ ସେ ପଦ ଗୁଡ଼ିକୁ ଯିଏ ଲେଖିଛନ୍ତି ସେ କେତେ ମହାନ। ନମଇ ନୃସିଂହ। ତେଣୁ ତତ୍ତ୍ୱ ଜାଣିଲେ ତୁତେ ଭ୍ରାନ୍ତି ଭବ ସାଗର ତରିଆ। ଯାହାର ଘର ମାନେ ଘର ତିଆରି କରିଛନ୍ତି, କିନ୍ତୁ ଘର ଉପରେ ସନ୍ଦେହ ଅଛି, କିଛି ବାସ୍ତୁ ଦୋଷ ଅଛି, ସେ ଯାଉଛି କୋଉ ପଣ୍ଡିତଙ୍କୁ ପଚାରିବେ, ସିଏ କଣ କହୁଛନ୍ତି। ଯଦି ଲକ୍ଷ୍ମୀ ନୃସିଂହଙ୍କ ନାମରେ ଗୋଟିଏ ସଞ୍ଜ ଦେଇ ନମସ୍କାର କରିବେ, ତାହେଲେ ସେ ଘରର କୌଣସି ଦୋଷ ରହିବ ନାହିଁ। ଇଏ ହଉଛି ଗୋଟିଏ ମହାନ ତତ୍ତ୍ୱ। ତାକୁ ବ୍ୟାଖ୍ୟା କଲେ ଘଣ୍ଟା ଘଣ୍ଟା ସମୟ ଯିବ।